ଆଜିର ମୁଖ୍ୟ ସମାଚାର ଆରମ୍ଭ ହେଲା ଯୁଦ୍ଧ। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ନିଆଁ ପୁଣି ଥରେ ଚଳି ଉଠିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇରାନ ସହିତ ହୋଇଥିବା ଅସ୍ତ୍ରବିରତି ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଆମେରିକା ଇରାନର 8ଟି ପ୍ରମୁଖ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବଡ଼ ଆକ୍ରମଣ କରିଛି। 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 78 ଜଣ ଆହତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଇରାନ ଲୋକଙ୍କୁ ପାଗଳ କହିବା ସହ ଆଜି ରାତିରେ ପୁନର୍ବାର ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇପାରେ କହିଛନ୍ତି। ଆମେରିକା ଓ ଇରାନ ପୁଣି ଥରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯଦି ଶୀଘ୍ର ଶେଷ ନ ହୁଏ, ତେବେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ପୁଣି ଆକାଶଛୁଆଁ ହେବା ସହ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବ, ଯାହା ବିଶ୍ୱ ଅର୍ଥନୀତିକୁ ପୁଣି ଥରେ ବିଗିଡାଇ ଦେବ। ସବସ୍କ୍ରାଇବ କରନ୍ତୁ।